ଯେଉଁ ଭକ୍ତଗଣ ତାଙ୍କୁ କିଣିକି ନେଉଛନ୍ତି ନିଜ ପାଇଁ, ନିଜେ କେବେ ପିଇବେନି ଆଜ୍ଞା। ଯଦି ୟାକୁ ଆପଣ ପିଇଦେଲେ ଆପଣଙ୍କ ପାଖରୁ ମଣିଷ ଜୋନି ବି ଛଡ଼େଇ ନିଆ ହେବ। ଏହା ଆମର ଅଧିକାର ନୁହେଁ ଆଜ୍ଞା। ଆପଣ ଯେଉଁ ଜରି, ପଲିଥିନ୍, ଗାମଲା, ସେ ପ୍ଲାଷ୍ଟିକ୍ ମଗ୍, ଜଗ୍ ନେଇକି ଯେଉଁ ସବୁ ସଞ୍ଚୁଛନ୍ତି, କ'ଣ କରୁଛନ୍ତି ଜାଣିନି, କିନ୍ତୁ କଥାଟା ଶୁଣିବାକୁ ମିଳୁଛି ଯେ ଆପଣ ତାକୁ ବିକୁଛନ୍ତି ପଇସା ଦେଇକି। ଏ ଭୁଲ କରନ୍ତୁନି ଜମାରୁ ଆଜ୍ଞା। ଦେଖୁଛି ଲୋଭର ବଶବର୍ତ୍ତୀ। ଆପଣ ପା ସେବକ, ଆପଣ ଜଗନ୍ନାଥଙ୍କର ସେବକ, ଯେତିକି ସେବାୟତ ଭାଇମାନେ, ଆପଣ ଲୋଭର ବଶବର୍ତ୍ତୀ ହେଉଛନ୍ତି। ଇଏ ଠିକ୍ ନୁହଁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ। ମୁଁ କହୁଛି ଭକ୍ତଗଣ କାହିଁକି ଲଗେଇଲି ଆଜ୍ଞା? ଯେ ଭକ୍ତ ସିଏ ଏ କଥାକୁ ବୁଝିପାରିବେ। ଅନ୍ୟମାନେ ଛି ଛାକର କରିକି ଯିବେ, ଭୁଲ ଭାଲ କମେଣ୍ଟ କରିକି ଯିବେ। ଏବେ ବର୍ତ୍ତମାନ ସଇଲା। ଆଜି କାଲି ଥିଲା ଆମର ହରି ଶୟନ ଏକାଦଶୀ, ଆଜି ଗରୁଡ଼ ଶୟନ ଦ୍ୱାଦଶୀ। କାଲି ଥିଲା ଶ୍ରୀଦେବୀଙ୍କ ପାଇଁ, ଆଜିର କାମ ଥିଲା, ଆଜିର ଲୀଳା ଥିଲା ଭୂଦେବୀଙ୍କ ପାଇଁ। କାଲି ଥିଲା ସୁନାବେଶ, ଶ୍ରୀ 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 ଦିବ୍ୟ ସୁନାବେଶ, ସୁବର୍ଣ୍ଣ ବେଶ। ଆଜି ଥିଲା ଅଧରପଣା। ଜଷ୍ଟ ଏବେ ସରିଛି ଆଜ୍ଞା, ଏଇ 5 ମିନିଟ୍ ହେଲା ସରିଛି। ମୁଁ ବ୍ୟଥିତ ହୋଇଗଲି, ମନ ଭାରି ବ୍ୟଥିତ। ଆଗରୁ ବାରମ୍ବାର ଏ ଜିନିଷକୁ ଦେଖିକି ଆସୁଛି। ସୁଧାରୁନାହାନ୍ତି ସେବକ, ସୁଧାରୁନାହାନ୍ତି। କେଡ଼େ କଷ୍ଟରେ ପାଣିଆ ସେବକ, କେଡ଼େ କଷ୍ଟରେ ପାଣିଆ ସେବକ, ପାଣିଆ ପଟ ସେବକ, ଆଉ ଯେତିକି ସୁଆର ମହାସୁଆର ସେବକ ଏସବୁ କାମ କଲେ। ଯେତେବେଳେ ଭାଙ୍ଗି ଦିଆଗଲା 9 ହାଣ୍ଡିକି, ମାନେ ତୁମ୍ବକୁ ନେଇକି ପାଣି ଢଳାଗଲା, ତାପରେ 9 ହାଣ୍ଡିକୁ ଯେତେବେଳେ ଭାଙ୍ଗି ଦିଆଗଲା, ତାପରେ ସେସବୁ ଭୂଦେବୀ ପାଇବା କଥା, ଭୂପତିତ ହେବା କଥା। କ'ଣ କଲେ ଆପଣମାନେ? ବାରମ୍ବାର 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 ସେ ଜିନିଷକୁ କୁହାଗଲା ପରେ ଶାସ୍ତ୍ର ମତ ହିସାବରେ ଭୂପତିତ ହେବା ଦରକାର। ଯେତିକି କୀଟ ପତଙ୍ଗ ଅଛନ୍ତି, ଯେତିକି ପତିତ ଜୀବ ଅଛନ୍ତି, ଯେତିକି ଦେବୀ ଦେବତା ଅଛନ୍ତି, ଯେତିକି ଅଶରୀରୀ ଅତୃପ୍ତ ଆତ୍ମା ଅଛନ୍ତି, ଭୂତ ପ୍ରେତ ଅଛନ୍ତି, ଇଏ ତାଙ୍କମାନଙ୍କ ପାଇଁ, ତାଙ୍କମାନଙ୍କ ମୁହଁର ନିବାଲା, ଯେଉଁଟାକୁ ହିନ୍ଦୀରେ କହନ୍ତି, ଓଡ଼ିଆରେ କହନ୍ତି ଯେଉଁଟା ମାନେ ଅର୍ଣ୍ଣ ମୁଠାକୁ ସେ ମୁହଁକୁ ନେବା ପାଇଁ ଚାହୁଁଛନ୍ତି, ମୁକ୍ତିକୁ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି, ବୈକୁଣ୍ଠ ପ୍ରାପ୍ତି କରିବା ପାଇଁ ଚାହୁଁଛନ୍ତି। ସେ କଷ୍ଟ ଆପଣ ଜାଣିପାରିବେନି ଆଜ୍ଞା। ଯିଏ ଆତ୍ମହତ୍ୟା କରିଛି, ଯିଏ ବ୍ରହ୍ମ ରାକ୍ଷସ ହେଇଛି, ଆଣୁଛି ୟା ପାଇଁ ଭିଡ଼ିଓ, ଯିଏ ଆତ୍ମହତ୍ୟା କରିଛି, ଯିଏ ବ୍ରହ୍ମ ରାକ୍ଷସ ହେଇଛି, ଯିଏ ଅତୃପ୍ତ ଆତ୍ମା ହେଇକି ବୁଲୁଛି, ଯିଏ ଭୂତ ପ୍ରେତ ହେଇକି ବୁଲୁଛି, ଆଉ ଯିଏ 84 ଲକ୍ଷ ଜନରେ ଯାହାକୁ ମଣିଷ ଜନ୍ମ ମିଳିନାହିଁ, ସେ ଦେବୀ ଦେବତା ବ୍ରହ୍ମା ବି ହୁଅନ୍ତୁ ନା କାହିଁକି, ଆଉ ଏପଟେ ଯେତିକି ପତିତ କୀଟ ପତଙ୍ଗ, ବ୍ୟାକ୍ଟେରିଆ ପର୍ଯ୍ୟନ୍ତ ଯେତିକି ଦେଖାଯାଉନାହାନ୍ତି ଆମ ଖାଲି ଆଖିକି, ମାଟିରେ ଅଛନ୍ତି। ଏ ଅଧରପଣାଟି କେବଳ ତାଙ୍କମାନଙ୍କ ପାଇଁ ଥିଲା, କେବଳ ତାଙ୍କମାନଙ୍କ ପାଇଁ। ଆପଣ ସେବାୟତ ଭାଇମାନେ ହାତରେ ପଲିଥିନ୍, ତାପରେ ବଡ଼ ବଡ଼ ଗାମଲା ଦେଖାହେଉଛି। ମୁଁ ଫଟୋ ଲଗେଇଦେବି, ଆପଣ ଦେଖିବେ, ଫଟୋ ଲଗେଇ ଦେଉଛି। ଗାମଲା ଧରିକି, କିଏ ପ୍ଲାଷ୍ଟିକ୍ ମଗ୍ ଧରିକି ଏସବୁ ସଂଗ୍ରହ କରୁଛନ୍ତି। ଠିକ୍ ନୁହେଁ ଆଜ୍ଞା। ଆପଣ କେବଳ ନର୍କଗାମୀ ହେଉଛନ୍ତି, କେବଳ ଆଉ କେବଳ ନର୍କଗାମୀ। ଜଗନ୍ନାଥ ସବୁ ସହିଯିବ, କିନ୍ତୁ ଜଣେ ସନ୍ତାନ ଅନ୍ୟ ସନ୍ତାନର ମୁହଁରୁ ଭାତ ମୁଣ୍ଡା ମାନେ ଛଡ଼େଇ ନେବ, ଅନ୍ନ ମୁଠା ଛଡ଼େଇ ନେବ, ଜଗନ୍ନାଥ କେବେ ଚାହିଁବନି। ଜଗନ୍ନାଥ ହେଉଛନ୍ତି ଅନ୍ନ ବ୍ରହ୍ମ। ତାଙ୍କର ସ୍ତ୍ରୀ ଆମ ମା ହେଉଛନ୍ତି, ତାଙ୍କ ଧର୍ମପତ୍ନୀ ଆମ ମା ହେଉଛନ୍ତି, ଯିଏ ଆମକୁ ରାନ୍ଧି ବାଢ଼ିକି ଦିଅନ୍ତି, ମହାମାୟା ମା ଲକ୍ଷ୍ମୀ। ଯିଏ ଜଗନ୍ନାଥଙ୍କୁ ଆରାଧନା କରେ, ସେ କେବେ ସବୁକିଛି ହେଇପାରେ, ତା ପାଖରେ ପଇସା ପତ୍ର ଥାଉ ନଥାଉ, କିନ୍ତୁ ସେ କେବେ ଭୋକରେ ଶୋଇବନି ଆଜ୍ଞା। ଇଏ ଗ୍ୟାରେଣ୍ଟି, ୟାର ପ୍ରତ୍ୟକ୍ଷ ଅନୁଭବୀ ମୁଁ ଯେଉଁଠିକି ବି ଯାଇଛି, ମୋ ପାଖରେ କିଛି ନଥାଉ, କିନ୍ତୁ ନିଶ୍ଚିତ ଭାବରେ ଆଜ୍ଞା ମୁଁ କେବେ ଭୋକରେ ଶୋଇବିନି। ଯେଉଁଠି ନା ସେଇଠି ହେଉ, ମୁମ୍ବାଇରେ ହେଉ, ହରିୟାଣାରେ ହେଉ, ଦିଲ୍ଲୀରେ ହେଉ, ଯେଉଁଠି ବି ହେଉ, ମୋ ପାଖକୁ ମହାପ୍ରସାଦ ଆସିକି ପହଞ୍ଚେ, ରାତି ଅଧ ହେଇଥାଉ ପଛେ। ଆପଣ ସେବାୟତ ଭାଇମାନେ ବୁଝିପାରୁନାହାନ୍ତି। ଦେଖନ୍ତୁ, କହୁଛି, କାଲି ଥିଲା ହରିଶୟନ ଏକାଦଶୀ, ଶ୍ରୀଦେବୀଙ୍କ ପାଇଁ ଲୀଳା ଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଆମର ମହାପ୍ରଭୁ ଶ୍ରୀ ଅଲାରନାଥ, ତାଙ୍କର ଦୁଇପଟେ ଦେଖିବେ 2 ଜଣ ଥିବେ, ଶ୍ରୀଦେବୀ ଭୂଦେବୀ। ତ 2 ଜଣଙ୍କ ପାଇଁ ଲୀଳା କରନ୍ତି ସିଏ। କାଲି ଥିଲା ଶ୍ରୀଦେବୀ। ଶ୍ରୀ ଅର୍ଥ କ'ଣ ଆଜ୍ଞା? ସୁନା, ଧନ, ରତ୍ନ। କାଲି ସେଥିପାଇଁ ସୁନାବେଶ ହେଇଥିଲେ ଶ୍ରୀଦେବୀଙ୍କ ପାଇଁ। ଆଜି ଭୂଦେବୀଙ୍କ ପାଇଁ, ଭୂଦେବୀଙ୍କୁ ସମର୍ପିତ ହେବାର ଥିଲା। ଏ ଯେଉଁ ପାଣିଆ ପଟ ସେବକମାନେ ଏତେ ମେହନତ କରିଛନ୍ତି, ଉଇଥି ଯେତିକି ଆମର ସୁଆର ମହାସୁଆର ସେବକ ଯେଉଁ 9ଟି ଜିନିଷ ମିଶିଲେ, ଛେନା, କଦଳୀ, କାହିଁକିନା 12, 14, 16, 12ଟି ଚକ ମହାମାୟା ମା ସୁଭଦ୍ରାଙ୍କର ରଥରେ, ତେଣୁକରି 12ଟି କଦଳୀ ତାଙ୍କ ପଣାରେ ଦିଆଯିବ। 14ଟି କଦଳୀ ଦାଉଙ୍କ
ବଡ଼ ଠାକୁର ବଳିଆର ଭୁଜଙ୍କ ରଥରେ ତାଙ୍କର ପାଣି ମଟକାରେ ଦିଆଯିବ। ଉଇଥି 16ଟି କଦଳୀ ମହାପ୍ରଭୁଙ୍କର ରଥରେ ଦିଆଯିବ। ଇଏ ନିୟମ ଆଜ୍ଞା। ଏସବୁ କରିସାରିଲା ପରେ ଗୋଲମରିଚ, ଗୁଡ଼, ତାପରେ ଛେନା ଇତ୍ୟାଦି ଇତ୍ୟାଦି ଗୁଡ଼େ ଜିନିଷ ପକାଇ ସାରିଲା ପରେ ତାକୁ ମନ୍ତ୍ର ଦ୍ୱାରା ମନ୍ତ୍ରିତ କରାହୁଏ। ତାପରେ ଯେତିକି ଆମର ମାନେ ତାକୁ କପଡ଼ାରେ ଇଏ କରାହେବ ଆଜ୍ଞା। ଯଦି କପଡ଼ା ଯଦି ନ କରାହେବ, ଯଦି ପାଣି ଟିକେ ବି ଟଚ୍ ହେଇଗଲା ଶ୍ରୀଅଙ୍ଗରେ, ସେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଶ୍ରୀଅଙ୍ଗରେ, ତାହେଲେ ସିଏ ଆଉ ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ ହୋଇପାରିବନି, ତାକୁ ଡାଇରେକ୍ଟ ଭଙ୍ଗାଯିବ ସେ ପାଣିକି। ତେଣୁକରି ତାକୁ କପଡ଼ା ଦ୍ୱାରା ଟେରା କପଡ଼ା ବନ୍ଧା ହେଇକି ମଧ୍ୟ ପୂଜା ହୁଏ। ଉଇଥ୍ କପଡ଼ା ମହାପ୍ରଭୁଙ୍କ ସାମ୍ନାରେ ଛେକା ହେଇଥାଏ, ମାନେ ବନ୍ଦ କରାଯାଇଥାଏ। ପୂଜାଟା ବଢ଼େ। ପୂଜା ବଢ଼ି ସାରିଲା ପରେ ତାକୁ ଭଙ୍ଗାଯାଇ ସାରିଲା ପରେ ତାକୁ ତଳକୁ ପାଣିକୁ ତଳକୁ କରାଯାଏ। କିନ୍ତୁ ସେଇଟା ଭୂପତିତ ହେବା ପାଇଁ କରାହେଇଛି ଆଜ୍ଞା। ଅତୃପ୍ତ ଆତ୍ମା ସିଏ ରଥ ସହିତ ଲାଗିକି ଯାଇଥାନ୍ତି। ରଥର ଚକରେ, ରଥର ସେ ଯେଉଁ ଯେତିକି ଖମ୍ବ ଅଛି ସେଥିରେ ଲାଗିକି ଯାଇଥାନ୍ତି। କିନ୍ତୁ ଆପଣମାନେ ଯେଉଁ କାମ କରୁଛନ୍ତି ଠିକ୍ କରୁନାହାନ୍ତି ଆଜ୍ଞା। ଇଏ ବାରମ୍ବାର ଆପଣ ନିଜେ ମୋତେ କହିଲେ, ଆପଣ ଖାଉଥିବେ ଅନ୍ନ ମୁଠାଟି ଆପଣଙ୍କ ହାତରୁ କିଏ ଛଡ଼େଇକି ନେଇଯିବ, କେମିତି ଲାଗିବ ଆପଣଙ୍କୁ? ବାରମ୍ବାର ସେ ଭୁଲ ଆପଣ କରୁଛନ୍ତି। ସେମାନେ ଅନନ୍ତ ଜନ୍ମରୁ ଶୋଷିଲା, କେତେ କଷ୍ଟ ପାଉଛନ୍ତି ଆପଣ ବୁଝିପାରିବେନି। ଯେତେବେଳେ 84 ଲକ୍ଷ ଜୋନିରେ ବୁଲିବାକୁ ପଡ଼େ, ସେମାନେ କେତେ କଷ୍ଟ ପାଆନ୍ତି। ଭୂତ ପ୍ରେତ ଜନିତ ଆଜ୍ଞା ଛାଡ଼ନ୍ତୁ, ଅଶରୀରୀ, ତାଙ୍କ ପାଖରେ ଶରୀର ନଥାଏ, ଭାରି କଷ୍ଟ ପାଆନ୍ତି ସେମାନେ। ଖାଇବାକୁ ଚାହୁଁଥିବେ ଖାଇପାରୁନଥିବେ, ପିଇବାକୁ ଚାହୁଁଥିବେ ପିଇ ପାରୁନଥିବେ, ଶୋଇବାକୁ ଚାହୁଁଥିବେ ଶୋଇ ପାରୁନଥିବେ। ଆମ ଶରୀରରେ କ'ଣ ଆଜ୍ଞା? ସ୍ଥାୟୀ ଶରୀର, ଅସ୍ଥାୟୀ ମନ ମଣିଷ ଜୋନିରେ। କିନ୍ତୁ ଅଶରୀରୀ କିମ୍ବା ଭୂତ ପ୍ରେତ ଅତୃପ୍ତ ଆତ୍ମା ଜୋନିରେ କ'ଣ ହୁଏ ଆଜ୍ଞା? ଅସ୍ଥାୟୀ ଶରୀର, ଅସ୍ଥାୟୀ ମନ। କୁଆଡ଼େ ଯିବେ ଆଜ୍ଞା? ଏ ଭିଡ଼ିଓକୁ ମୁଁ ବାରମ୍ବାର କହିଛି ସତ୍ସଙ୍ଗରେ। ପୁଣି ଆପଣ ଦେଖିପାରିବେ ଯେ ମୁଁ କହିଥିଲି ଆତ୍ମହତ୍ୟା କଲେ କ'ଣ ହୁଏ। ଆପଣମାନେ ବହୁତ ଭଲ ପାଇବା ହେଇଥିଲେ ବୁଝିଥିଲେ ଜିନିଷଟାକୁ। ସେଇଭଳି ଜିନିଷ ଆଜ୍ଞା, ଏ ଭୁଲ କରନ୍ତୁ ନାହିଁ। ଆମକୁ କ'ଣ ଦେଲେ ମହାପ୍ରଭୁ? ଆମକୁ ଦେଇଛନ୍ତି ମହାପ୍ରଭୁ ଆଡ଼ପ ମଣ୍ଡପରେ ଆଡ଼ପ ଅଭଡ଼ା ଦେଲେ, ସକାଳ ବଲ୍ଲଭ ଦେଲେ, ସବୁ ଦେଲେ, ଆମେ ସବୁ ପାଇଲେ, ମହାପ୍ରଭୁଙ୍କୁ ଦର୍ଶନ ପାଇଲେ। ଆଉ କ'ଣ ଦରକାର? ଯେଉଁ ଟିକକ ସେ ଯେଉଁ ଅତୃପ୍ତ ଆତ୍ମା, ତାପରେ ଭୂତ ଜୋନିରେ ଯେଉଁମାନେ ଅଛନ୍ତି, ଦେବୀ ଦେବତା ବି ତାଙ୍କ ପଛରେ ଆସିଥିଲେ। ଯେହେତୁ ମହାପ୍ରସାଦ ସେ ପାଇନାହାନ୍ତି, ତେଣୁ ଦେବୀ ଦେବତା ପାଇବେ। ତା ସହିତ ସେ ବ୍ୟାକ୍ଟେରିଆ, କୀଟ ପତଙ୍ଗ, ଛୋଟରୁ ଛୋଟ ଜୀବ ସମସ୍ତେ ସେ ଭୂପତିତ ହେଲେ, ଭୂଦେବୀ ତାଙ୍କୁ ସିଏ ଅର୍ପଣ କରିବେ ତାଙ୍କ ଦ୍ୱାରା। ଆପଣ ଯେଉଁ ଜରି, ପଲିଥିନ୍, ଗାମଲା, ସେ ପ୍ଲାଷ୍ଟିକ୍ ମଗ୍, ଜଗ୍ ନେଇକି ଯେଉଁ ସବୁ ସଞ୍ଚୁଛନ୍ତି, କ'ଣ କରୁଛନ୍ତି ଜାଣିନି, କିନ୍ତୁ କଥାଟା ଶୁଣିବାକୁ ମିଳୁଛି ଯେ ଆପଣ ତାକୁ ବିକୁଛନ୍ତି ପଇସା ଦେଇକି। ଏ ଭୁଲ କରନ୍ତୁନି ଜମାରୁ ଆଜ୍ଞା। ଏମାନେ ତ ଭୁଲ କରୁଛନ୍ତି। ଭଗବାନ ତାଙ୍କୁ ଦେଇଛନ୍ତି ଗୋଟିଏ ଜନ୍ମ ସେବାୟତ ପାଇଁ, ଆଉ ନେକ୍ସଟ ଜନ୍ମ ଦେଇପାରିବେନି ଆଜ୍ଞା ଆପଣ ସେବାରେ ଖିଲାପି କଲେ। ଇଏ ମହାପାପ ଆଜ୍ଞା। ଆଉ ଦ୍ୱିତୀୟ ଜିନିଷ, ଯେଉଁ ଭକ୍ତଗଣ ତାଙ୍କୁ କିଣିକି ନେଉଛନ୍ତି ନିଜ ପାଇଁ, ନିଜେ କେବେ ପିଇବେନି ଆଜ୍ଞା। ନିଜେ କେବେ ପିଇବେ, ନହେଲେ ମଣିଷ ଜୋନି ବି ଆପଣଙ୍କୁ ମିଳିବନି। ମଣିଷ ଜୋନି ବି ଆପଣଙ୍କୁ ମିଳିବ ନାହିଁ। ଇଏ କେବଳ ଭୂପତିତ ଜୀବ ପାଇଁ, ଭୂଦେବୀଙ୍କ ପାଇଁ ଅର୍ପିତ। ଆଉ ଯେତିକି ଅତୃପ୍ତ ଆତ୍ମା ତାଙ୍କ ପାଇଁ। ମଣିଷ ଜୋନିକୁ ଛାଡ଼ିଦେଲେ ବାକି ଯେଉଁ 84 ଲକ୍ଷ ଜୋନି ରହିଲା, 84 ଲକ୍ଷ ଜୋନିରୁ ଗୋଟିଏ କାଢ଼ି ଦିଅନ୍ତି ମଣିଷ ଜୋନି। ଆଉ ଯେତିକି ଜୋନି ରହିଲା ତାଙ୍କମାନଙ୍କ ପାଇଁ, ଆମମାନଙ୍କ ପାଇଁ ନୁହେଁ। ଆମମାନଙ୍କ ପାଇଁ ସେ ଆଡ଼ପ ଅଭଡ଼ା ଅଛି, ସକାଳ ବଲ୍ଲଭ ଆମକୁ ସବୁ ଦିଆଗଲା, ସେସବୁ ଜିନିଷ ଏଥିରେ ତାଙ୍କର ଅଧିକାର ଅଛି। ଏ ଯେଉଁ ପଣାରେ, ଅଧର ପଣାରେ। ତେଣୁକରି ଯଦି ଆପଣ ଭୁଲରେ ବି କିଣି ଆଣିଛନ୍ତି, ନିଜେ ପିଇବେ ନାହିଁ। ୟାକୁ ଖୋଲା ଜାଗା ନେଇକି ଭୂପତିତ କରେଇଦେବେ, ଭୂଦେବୀଙ୍କୁ ଦେଇଦେବେ। ସେ ଭୂଦେବୀ ପାଇଲେ, ତାଙ୍କର ଅଧିକାର ଥିଲା ଏଥିରେ। ଆପଣଙ୍କର ଅଧିକାର ଆପଣଙ୍କର କିଛି ଛଡ଼େଇ ନେବା କେମିତି ଲାଗିବ ଆପଣଙ୍କୁ? ତାପରେ ଭୂଦେବୀ ତଦ୍ୱାରା କ'ଣ ଦିଅନ୍ତି, ଯେତିକି ଅତୃପ୍ତ ଆତ୍ମା, ଯେତିକି କୀଟ ପତଙ୍ଗ ତଳେ ଯେଉଁମାନେ ଆମେ ଖାଲି ଆଖିରେ ଯେଉଁମାନଙ୍କୁ ଦେଖିପାରିବାନି, ତାଙ୍କୁ ଅର୍ପିତ କରନ୍ତି। ସେମାନେ ମୁକ୍ତିକୁ ପ୍ରାପ୍ତ ହୁଅନ୍ତି। ଆମେ ଯଦି ତାକୁ ପାଇଦେବା, ଭୁଲ ହେଇଯିବ। ସବୁଥର ମୁଁ ଦେଖୁଛି ଲୋଭର ବଶବର୍ତ୍ତୀ। ଆପଣ ପା ସେବକ, ଆପଣ ଜଗନ୍ନାଥଙ୍କର ସେବକ, ଯେତିକି ସେବାୟତ ଭାଇମାନେ, ଆପଣ ଲୋଭର ବଶବର୍ତ୍ତୀ ହେଉଛନ୍ତି। ଇଏ ଠିକ୍ ନୁହଁ। ଲୋଭର ବଶବର୍ତ୍ତୀ ଆପଣ କେତେ କେତେ କାଣ୍ଡ କରି ପକାଉଛନ୍ତି। ଏ କାମ ଜମା କରନ୍ତୁ ନାହିଁ। କମ୍ ସେ କମ୍ ଏଇଟା କରନ୍ତୁ ନାହିଁ। 84 ଲକ୍ଷ ଜୋନିର ଯେଉଁ ଅଭିଶାପଟା ଆପଣଙ୍କ ଉପରେ ଯେତେବେଳେ ପଡ଼ିବ, କ'ଣ କରିବେ ଆପଣ? ଜଗନ୍ନାଥ ସମସ୍ତଙ୍କର, ଖାଲି ଆପଣଙ୍କର ନୁହେଁ। ତେଣୁକରି ସେମିତି ଜମା କରନ୍ତୁ ନାହିଁ। ଆଉ ଯିଏ ଭକ୍ତଗଣ ଇଏକୁ କିଣିକି ଆଣୁଛନ୍ତି, ଆପଣ ଯେତେ ପଇସା ଦେଇ କିଣିକି ଆଣନ୍ତୁ, ପଇସା କ'ଣ ଆଜ୍ଞା? ହାତର ମଇଳା। ଶୁଣିଥିବେ ଆପଣ, ମହାଲକ୍ଷ୍ମୀ ଯଦି କୃପା କରିବେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯଦି କୃପା କରିବେ, ଅନ୍ନବ୍ରହ୍ମ ନିଜେ, ତାହେଲେ କି ପଇସା ଆଜ୍ଞା? ଧନ ଆପଣଙ୍କ ପାଖରେ ଗଦା ହେଇଯିବ। କିନ୍ତୁ ଠିକ୍ ଭାବରେ ଭକ୍ତି କରନ୍ତୁ, ନିୟମରେ ଚାଲନ୍ତୁ।
ନିୟମରେ ଚାଲନ୍ତୁ ଆଜ୍ଞା। ଏ ଭୁଲ ଜମା କରନ୍ତୁ ନାହିଁ। ଯାହା ବି ଆପଣ ଯେତେ ପଇସା ଦେଇ କିଣିକି ଆଣିଛନ୍ତି, ହେଇଥାଉ ସେ ଲକ୍ଷେ ଟଙ୍କା ଦେଇକି ଆପଣ ଅଧାରପଣା କିଣିକି ଆଣିଛନ୍ତି, ଚୁପଚାପ ନେଇକି ତାକୁ ଢାଳିଦେବେ, ଭୂଦେବୀଙ୍କୁ ଦେଇଦେବେ, ସମର୍ପିତ କରିଦେବେ। ସେ ଲକ୍ଷେ ଟଙ୍କା ଆପଣ ଦେଇଥିଲେ, ସେ ଲକ୍ଷେ ଟଙ୍କାଟା ଆପଣଙ୍କୁ କେତେ ଗୁଣା ହେଇକି ଫେରିକି ଆସିବ ଆଉଥରେ ଆପଣ ଜାଣିପାରିବେନି ଆଜ୍ଞା। ଆଉ ଯଦି ୟାକୁ ଆପଣ ପିଇଦେଲେ ଆପଣଙ୍କ ପାଖରୁ ମଣିଷ ଜୋନି ବି ଛଡ଼େଇ ନିଆହେବ। ଇଏ ଆମର ଅଧିକାର ନୁହେଁ ଆଜ୍ଞା। ଅନ୍ୟର ଅଧିକାର ଛଡ଼େଇକି ମୁଁ କ'ଣ ଭଲ ନିଶ୍ୱାସ ତ୍ୟାଗ କରିପାରିବି? ତାଙ୍କ ନିଶ୍ୱାସ ଆମ ଉପରେ ପଡ଼ିବ, ଆମେ ହଇରାଣ ହେଇଯିବା ଆଜ୍ଞା। 84 ଲକ୍ଷ ଜୋନିର ଜୀବ ଆମ ଉପରେ ନିଶ୍ୱାସ ପକାଇବେ। ଯେମିତି କହିବା ତ କଥା ନୁହେଁ, ଆପଣ ସମସ୍ତେ ଯିଏ ଦେଖୁଥିବେ ମିନିମମ୍ 50% ଲୋକ, 50% ଲୋକ ଆପଣ ଆମିଷ ଖାଉଥିବେ। କିନ୍ତୁ ଆଜ୍ଞା ଆମିଷ ଖାଇଲା ବେଳକୁ କେବେ ଦେଖିଛନ୍ତି ଯେତେବେଳେ ଛେଳିଟାକୁ ମରା ହୁଏ ତା ମାଆ କାନ୍ଦୁଥାଏ, ତାର ନିଶ୍ୱାସ ପଡ଼ିବନି? ଯେଉଁ କୁକୁଡ଼ାକୁ ମାରିଲେ ଅନ୍ୟ କୁକୁଡ଼ାମାନେ ଦେଖି ଭୟଭୀତ ହେଉଥିବେ, ସେ ନିଶ୍ୱାସ ପଡ଼ିବନି? ସେ ଭୟଟା ଆମ ଉପରକୁ ଯିବନି? କଲାକର୍ମ ସବୁବେଳେ ଭୋଗିବାକୁ ପଡ଼େ ଆଜ୍ଞା, ଭୋଗିବାକୁ ପଡ଼େ। ସାତ୍ୱିକ ହୁଅନ୍ତୁ, ଜଗନ୍ନାଥଙ୍କର ପ୍ରିୟ ହୁଅନ୍ତୁ ଆଜ୍ଞା। ଜଗନ୍ନାଥଙ୍କର ପ୍ରିୟ ହୁଅନ୍ତୁ, ଜଗନ୍ନାଥଙ୍କର ପ୍ରିୟ ହୁଅନ୍ତୁ। ଆଉ ଭକ୍ତି କରନ୍ତୁ, ନାଟକ ନୁହେଁ। ଜଗନ୍ନାଥ ନାଟକକୁ ପସନ୍ଦ କରନ୍ତି ନାହିଁ, ଭକ୍ତିକୁ ପସନ୍ଦ କରନ୍ତି। ଆଉ ଭକ୍ତି କେବଳ ମନ ଦ୍ୱାରା ହୁଏ ଆଜ୍ଞା, ହାତ ଗୋଡ଼ ଦ୍ୱାରା ଭକ୍ତି କେବେ ହୁଏ ନାହିଁ। ଯଦି ଆପଣ ଭାବୁଛନ୍ତି ହାତ ଗୋଡ଼ ଦ୍ୱାରା ଭକ୍ତି ହୁଏ, ତାହେଲେ ଯାହାର ହାତ ଗୋଡ଼ ନଥିବ ସେ ତ କହିଦେବ ମୁଁ ଭକ୍ତି କରିପାରିବିନି, ମୋତେ ଫ୍ରିରେ ଭଗବାନ ପାଖକୁ ନେଇ ଚାଲ। ତେଣୁକରି ଭଗବାନ ମହା ଚାଲାକ। ସିଏ କହୁଛନ୍ତି ତୋ ପାଖରେ ହାତ ଗୋଡ଼ କାନ ପାଟି କିଛି ନଥାଉ, ତୋ ପାଖରେ ମନଟା ତ ଅଛି ନା, ସେଇ ମନଟା ମୋତେ ଦେ। ଗୀତାରେ ବାରମ୍ବାର ଏ କଥା ଭଗବାନ କହିଛନ୍ତି। କିନ୍ତୁ କ'ଣ ଆଜ୍ଞା, ଗୁରୁକୁ ନ ଧରିଲେ ଆପଣ କ'ଣ ଆଉ ଜାଣିପାରିବେ ଯେ ଭକ୍ତିର ଅର୍ଥ କ'ଣ? ଅନନ୍ତ ଜନ୍ମ ଏମିତି ନଷ୍ଟ କରିଦେଲେ ଆଜ୍ଞା, ଧୀପ ଧୂପ ଅଗୁରୁ ଚନ୍ଦନ ଦେଇ ଦେଇ ଥେଇ ଥେଇ ନାଚି ନାଚି, ସେଥିରୁ କିଛି ମିଳିବ ନାହିଁ ଆଜ୍ଞା। ଯେତିକି ସମୟ, ଯେତିକି ସେକେଣ୍ଡ, ଯେତିକି ମୁହୂର୍ତ୍ତ, ଯେତିକି ବର୍ଷ, ଯେତିକି ଘଣ୍ଟା, ଯେତିକି ମିନିଟ୍ ଆପଣ ଭଗବାନଙ୍କ ପାଖରେ ମନଟି ଦେଇଛନ୍ତି, ସେତିକି ମିନିଟ୍ ଆପଣଙ୍କର ଭକ୍ତିରେ ଗଣା ହେବ। ଆଉ ସବୁ ଚିରିକି ଫୋପାଡ଼ି ଦିଆହେବ ଆଜ୍ଞା ଡଷ୍ଟବିନ୍ରେ। ସେ ସମୟ ତକକୁ ଚିରିକି ଫୋପାଡ଼ି ଦିଆହେବ। ଆପଣ ଆଜି ବୁଝିବେ, 50 ନମ୍ବର ଜନ୍ମରେ ବୁଝିବେ, 100 ନମ୍ବର ଜନ୍ମରେ ବୁଝିବେ, କିମ୍ବା ଏଇ ସେକେଣ୍ଡରେ ବୁଝିଯିବେ, ସେଇଟା ଆପଣଙ୍କ ଉପରେ, ଗୁରୁ କୃପା ଉପରେ, ପୂର୍ବଜନ୍ମର ସଂସ୍କାର ଉପରେ ଆଜ୍ଞା। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।